ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ମୂଳ ପ୍ରସଙ୍ଗ ହେଉଛି ଯଦି ସୂର୍ଯ୍ୟର ତାପମାତ୍ରା ପରମେଶ୍ୱରଙ୍କ ବାକ୍ୟ ଅନୁସାରେ 100 ଡିଗ୍ରୀ ସେଲସିୟସ୍ ହେଇଯାଏ ତେବେ କ'ଣ ହେବ? ତେବେ ପ୍ରଶ୍ନଟି ଆଉଥରେ ମୁଁ କହି ରଖୁଛି, ଯଦି ସୂର୍ଯ୍ୟର ତାପମାତ୍ରା ବୃଦ୍ଧି ପାଇକି ଯଦି 100 ଡିଗ୍ରୀ ସେଲସିୟସ୍ ହେବ ତେବେ କ'ଣ ହେବ? ବାକ୍ୟ ଅନୁସାରେ କେମିତି ହେବ? ତେବେ ଏ ବିଷୟରେ ବାଇବେଲରେ ବା ପବିତ୍ର ଧର୍ମଶାସ୍ତ୍ରରେ କେଉଁଠି କେଉଁଠି ଲେଖା ଅଛି ଏବଂ ସୂର୍ଯ୍ୟର ତାପମାତ୍ରା ବଢ଼ିଯିବା ବିଷୟରେ ପବିତ୍ର ଶାସ୍ତ୍ର ବାଇବେଲରେ କେଉଁ ଜାଗାରେ ଲିଖିତ ଅଛି, ଆମେ ସେହି ସମସ୍ତ ବିଷୟକୁ ଆମେ ଆଲୋଚନା କରିବା। ତେବେ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତେବେ ମୋ ସହିତ ଖୋଲିପାରିବେ ପ୍ରକାଶିତ ବାକ୍ୟ ତାର 16 ପର୍ବର ତାର 8 ପଦ ଏବଂ 9 ପଦ। ଯଦି ଆପଣ ପାରିବେ ତେବେ ବାଇବେଲ ଖୋଲନ୍ତୁ। ତେବେ ମୁଁ ପଢ଼ିବା ପାଇଁ ଚାହୁଁଛି ଆପଣଙ୍କ ନିମନ୍ତେ। ତେବେ ଏଠାରେ ଏପରି ଲେଖାଯାଏ, ପ୍ରକାଶିତ ବାକ୍ୟ ତାର 16 ପର୍ବର ତାର 8 ପଦ ଏବଂ 9 ପଦ। 8 ପଦ, ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ, ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା। 9 ପଦ, ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ୱରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ ପରିବର୍ତ୍ତନ କରେ ନାହିଁ। ଏ ସମସ୍ତ ବିଷୟ ଶେଷ ଦିନରେ ଘଟିବ। ପ୍ରିୟ ବନ୍ଧୁଗଣ, ଆପଣ ତ ନିଶ୍ଚୟ ଜାଣିଥିବେ ଯେଭଳି ଭାବରେ ଗରମର ତାତି ବଢ଼ି ବଢ଼ି ଚାଲିଛି, ଆଉ ଏଇ ଦିନ କେତେବେଳେ ମଧ୍ୟ ଆସିକି ପହଞ୍ଚିପାରେ। କାରଣ ଇଏ ହେଉଛି ଚତୁର୍ଥ ଦୂତଙ୍କ ବିଷୟରେ ଲେଖା ଅଛି, ଆଉ ଚତୁର୍ଥ ଦୂତଙ୍କୁ ଛାଡ଼ିଦେଲେ ଆହୁରି 6 ଜଣ ଦୂତ ଅଛନ୍ତି। ଆଉ ପରମେଶ୍ୱର ଏହି 7 ଜଣ ଦୂତଙ୍କୁ ବିଭିନ୍ନ ବିଭିନ୍ନ କ୍ଷମତା ଦେଇଅଛନ୍ତି, ଆଉ ସେମାନେ ପୃଥିବୀ ଉପରେ ମହା ଉତ୍ପାତ ଘଟାଇବେ, ଯାହାକି ଅନ୍ତିମ ଦିନରେ ଘଟିବ। ତେବେ ପ୍ରକାଶିତ ବାକ୍ୟ 16 ପର୍ବ ତାର 7 ପଦ ତାର 8 ପଦରେ ଲେଖା ଅଛି, ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ। ସେ କ'ଣ କରିବ? ଏଇଠାରେ ଯେଉଁ ସ୍ୱର୍ଗଦୂତ ଅଛନ୍ତି ତାଙ୍କୁ କ୍ଷମତା ଦିଆଯାଇଛି ଯେ ସୂର୍ଯ୍ୟଙ୍କର ତାପମାତ୍ରାକୁ ବହୁତ ଗୁଣରେ ବଢ଼ାଇବା ନିମନ୍ତେ ତାଙ୍କ ପାଖରେ କ୍ଷମତା ଥିବ। ଲେଖା ଅଛି, ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା। ଗୋଟେ ନିଆଁର ତାପମାତ୍ରା ଯେପରି ଗୋଟେ ନିଆଁର ତାପମାତ୍ରା ହେଉଛି 100 ଡିଗ୍ରୀ ସେଲସିୟସ୍, ତେବେ 100 ଡିଗ୍ରୀ ସେଲସିୟସ୍ରୁ ବି ଅଧିକ ହୋଇପାରେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଠାରେ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା। ମାନେ ଶେଷ କାଳରେ ଏପରି ଘଟିବ, ଏପରି ଗୋଟିଏ ଦିନ ଆସୁଅଛି ସେତେବେଳେ ସୂର୍ଯ୍ୟର ତାପମାତ୍ରା ଏତେ ହେବ ଯେ ଲୋକମାନେ ଜଳିଯିବେ, ଜିଅନ୍ତା ଜଳିଯିବେ। ବର୍ତ୍ତମାନ ତ ଆପଣ ଜାଣୁଥିବେ ଯେ ପ୍ରାୟ 45 କି 46 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ମଧ୍ୟ ମନୁଷ୍ୟମାନେ ସମ୍ଭାଳି ପାରୁନାହାନ୍ତି। ସେମାନଙ୍କୁ ସେହି କଷ୍ଟ ଅସହ୍ୟ ବୋଲି ଲାଗୁଛି। ଆଉ ଯେତେବେଳେ ସୂର୍ଯ୍ୟର ତାପମାତ୍ରାକୁ ଯେତେବେଳେ ବଢ଼େଇ ଦେଇକି ମନୁଷ୍ୟମାନଙ୍କୁ ଦଗ୍ଧ କରିବା ପାଇଁ, ଅର୍ଥାତ୍ ମନୁଷ୍ୟମାନଙ୍କୁ ପୋଡ଼ିବା ନିମନ୍ତେ ଶକ୍ତି ଦିଆହେବ, ସେତେବେଳେ ମନୁଷ୍ୟର ଅବସ୍ଥା କ'ଣ ହେବ? ଯଦି ଆମେ 9 ପଦ ଦେଖିବା, ଲେଖା ହେଉଛି, ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ। ମହାତାପର ଅର୍ଥ ହେଉଛି ଗରମ ଏତେ ହେଲା ଯେ ଏଟା ହେଇରହି ହେବ, ଲୋକମାନେ କ'ଣ ହେବେ? ଦଗ୍ଧ ହେବେ, ଲୋକମାନେ ପୁରା ପୋଡ଼ିଯିବେ, ଜଳିଯିବେ। ଆଉ ଯେଉଁ ଈଶ୍ୱରଙ୍କ ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି ତାଙ୍କ ନାମର ନିନ୍ଦା କଲେ, କିନ୍ତୁ ଯେଉଁମାନେ ଅବଶିଷ୍ଟ ରହିଯିବେ ସେମାନେ ମନ ପରିବର୍ତ୍ତନ କରିବେ ନାହିଁ। ହଁ ବନ୍ଧୁଗଣ, ତେବେ ଆଉ କ'ଣ କ'ଣ ଘଟିବ? ଯଦି ଆପଣ ମୋ ସହିତ ଆଉ ଗୋଟେ ମଧ୍ୟ ଖୋଲିପାରିବେ ପରମେଶ୍ୱର ବାକ୍ୟ
ଦ୍ୱିତୀୟ ପିତର 3 ପର୍ବର ତାର 10 ପଦ 11 ପଦ। 3 ପର୍ବର 10 ପଦ, ଦ୍ୱିତୀୟ ପିତର 3 ପର୍ବ 10 ପଦ। ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ହଁ ବନ୍ଧୁଗଣ, ଆଉ ସେଇଦିନ ଆକାଶ ମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ଶେଷ ଦିନରେ ଏପରି ଘଟିବ। ଏଠାରେ ମଧ୍ୟ ପରିମିଶନଙ୍କ ବାକ୍ୟ ବର୍ଣ୍ଣନା କରେ। ପ୍ରଭୁଙ୍କର ଯେଉଁ ଦିନ ଆସିବ, ହଠାତ୍ ଆସିବ, ଆଉ ସେଇଦିନ ଆକାଶ ମଣ୍ଡଳ ତ ଲୋପ ପାଇବ। ଏକଥା କେହି ବି ଅସ୍ୱୀକାର କରିପାରିବେ ନାହିଁ। ଏହା ହେବ ମାନେ ଅବଶ୍ୟ ହେବ। ମହାଶବ୍ଦ ସହ ଲୋପ ପାଇବ। ଏପରି ଗୋଟିଏ ମହାଶବ୍ଦ ହେବ, ଗୋଟିଏ ବହୁତ ବଡ଼ ଶବ୍ଦ ହେବ, ଆଉ ସେ ଶବ୍ଦର ସହିତ ଆକାଶ ମଣ୍ଡଳ ଲୋପ ପାଇଯିବ। ଆଉ କଣ ହେବ? ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ। ଏତେ ତାପମାତ୍ରା ହେବ। କାରଣ ସେହି ସମୟରେ ଯେପରି ଆମେ ପ୍ରକାଶିତ ବାକ୍ୟରେ ପଢ଼ିଲେ, ଚତୁର୍ଥ ଦୂତ ସୂର୍ଯ୍ୟ ଉପରେ ନିଜର ପାତ୍ର ଢାଳିବେ, ଅର୍ଥାତ୍ ସୂର୍ଯ୍ୟକୁ ଅତ୍ୟନ୍ତ ଭାବରେ ଉତ୍ତପ୍ତ କରିବେ। ସେତେବେଳେ କଣ ହେବ? ଯେତେ ସବୁ ମୌଳିକ ବସ୍ତୁ ସବୁ ଏହି ପୃଥିବୀରେ ଥିବ, ସେ ସବୁ ତରଳିଯିବ। ଆଉ କଣ ହେବ? ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ମନୁଷ୍ୟ ଯାହା ଯାହା ତିଆରି କରିଅଛି, ମନୁଷ୍ୟ ଯାହା ଯାହା ନିର୍ମାଣ କରିଅଛି, ମନୁଷ୍ୟ ତିଆରି ଜିନିଷ ସବୁ, ସେସବୁ କଣ ହେବ? ଦଗ୍ଧ ହେବ। ସେ ସମସ୍ତ କିଛି ପୋଡ଼ିଯିବ, ଗୋଟେ ମଧ୍ୟ ରହିବ ନାହିଁ। ଆଉ 11 ପଦ ଲେଖାଯାଏ, ଏ ସମସ୍ତ ବିଷୟ ଏହି ପ୍ରକାର ଲୁପ୍ତ ହେବାରୁ ଈଶ୍ୱରଙ୍କ ଯେଉଁ ଦିନରେ ଆକାଶ ମଣ୍ଡଳ ଜଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ସେହି ଦିନର ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମମାନଙ୍କର କିପରି ସଦାଚାରୀ ଓ ଧର୍ମ ପରାୟଣ ହେବା ଉଚିତ। ତେବେ ଆମମାନଙ୍କର କର୍ତ୍ତବ୍ୟ କ'ଣ? ପରମେଶ୍ୱର ବାକ୍ୟକୁ ଆମେମାନେ ସଦାଚାରୀ ଏବଂ ଧର୍ମ ପରାୟଣ ହେବା ଉଚିତ। କାରଣ ପରମେଶ୍ୱରଙ୍କ ଯେଉଁ ଦିନ ଆସିବ, ତାହା ହେଉଛି ଅତ୍ୟନ୍ତ ଭୟଙ୍କର ଦିନ ଅଟେ। ସେଥିପାଇଁ ମୋ ଥମ୍ବନେଲରେ ମୁଁ ଏଇ ଟାଇଟେଲ ଦେଇଥିଲି ଯେ ଯଦି ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଯଦି ତାପମାତ୍ରା 100 ଡିଗ୍ରୀ ସେଲସିୟସ୍ ହୁଏ, ତେବେ କ'ଣ ହେବ? ତେବେ ମନୁଷ୍ୟର ଅବସ୍ଥା କ'ଣ ହେବ? 100 ଡିଗ୍ରୀ ସେଲସିୟସ୍, ବୁଝିପାରୁଛନ୍ତି ତ? ତେବେ ସବୁ ବିଷୟ ତରଳିଯିବ, କିଛି ଗୋଟିଏ ମଧ୍ୟ ବାକି ରହିବ ନାହିଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ସେଥିନିମନ୍ତେ ସେହି ଦିନ ଆସିବା ପୂର୍ବରୁ ଆମେମାନେ ପ୍ରତ୍ୟେକ ମନ ପରିବର୍ତ୍ତନ କରି ଆମେମାନେ ସଦାଚାରୀ ଏବଂ ଧର୍ମ ପରାୟଣ ହେବା ଉଚିତ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ଆନ୍ତରିକ ନମସ୍କାର।